ମୟୂରଭଞ୍ଜିଆ ଆଉ ଜଣେ ଫୁଟବଲ ପ୍ଲେୟାର ହିସାବରେ ମୁଁ ଆପଣମାନଙ୍କୁ କହୁଛି ଯେ ମୟୂରଭଞ୍ଜ ଏକ ଉନ୍ନତ ଟିମ୍ ଥିଲା ଆଉ ବର୍ତ୍ତମାନ ବି ଅଛି। ଏବେ ଆମେ ଯୋଉ କାଲିଠାରୁ ଯୋଉ ମ୍ୟାଚ୍ ଆମେ ଦେଖିବା ପାଇଁ ପାଇବୁ, ଏ ମ୍ୟାଚ୍ରେ ମୟୂରଭଞ୍ଜ ଟିମ୍ ବି ଅଛି। ମୟୂରଭଞ୍ଜ ଟିମ୍ ବହୁତ ଭଲ ଫର୍ମରେ ଅଛି। ମୁଁ ଭାବୁଛି ନିଶ୍ଚୟ ମୟୂରଭଞ୍ଜ ଭଲ କରିବ। ବଡ଼ କଥା ହଉଛି, ସବୁଠାରୁ ବଡ଼ କଥା ହଉଛି ଦୀର୍ଘ 18 ବର୍ଷ ପରେ ଆମର ଏଇ ଯୋଉ ବାରିପଦାର ଯେତେ ସବୁ ଦର୍ଶକ, ମୟୂରଭଞ୍ଜର ଯେତେ ସବୁ ଦର୍ଶକ, ସେମାନେ ଏବଂ ରେଷ୍ଟ ନେଇଥିଲେ, ଦେଖିବା ପାଇଁ ଆସୁନଥିଲେ। ଏଇ 18 ବର୍ଷ ପରେ ଯୋଉ ସାହାଣୀ କପ୍ ଯୋଉଟା ସିନିୟର ଇଣ୍ଟର ଡିଷ୍ଟ୍ରିକ୍ଟ ମ୍ୟାଚ୍ ଏଠି ହବ, ତାର ଯଦି ମୁଁ କେବେ ବି ହୁଏ ଯେ କେବଳ ଆମର ଏଇ ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନର ସେକ୍ରେଟାରୀ ବାବୁ ବିଜୟ ବାବୁ, ମୋ ସାନ ଭାଇ, ଏବଂ ଅମର ବାବୁ ଫୁଟବଲ ସେକ୍ରେଟାରୀ ମୟୂରଭଞ୍ଜ ଆସୋସିଏସନର, ଏଇ ଦୁଇ ଜଣଙ୍କ ପାଇଁ ଆଜି ଆମେ ଭାବିଛୁ ଯେ ନିଶ୍ଚୟ ଭଲ କରିବୁ ଏବଂ ନିଶ୍ଚୟ କରିବୁ ବୋଲି ଆମର ବହୁତ ବଡ଼ ଆଶା ଓ ବିଶ୍ୱାସ। ଆଉ ସବୁଠାରୁ ବଡ଼ ମୋର ଅନୁରୋଧ, ଏଇ ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନର ସମସ୍ତ ସଭ୍ୟ ସମସ୍ତଙ୍କ ପାଇଁ ଆମେ ଖୁବ୍ ଭଲ ବ୍ୟବସ୍ଥା କରିଛୁ। ସମସ୍ତେ ଆସନ୍ତୁ ଏବଂ ଦେଖନ୍ତୁ ଆଗାମୀ ଆମେ କ'ଣ କରିବା। ଆମର ଯଦି କୌଣସି କାହାରି ବି ସଜେସନ ଥାଏ, ତାହେଲେ ଆମକୁ ଦେଲେ ଆମେ ନିଶ୍ଚୟ ଆଗକୁ ଉନ୍ନତ କରିବୁ। ଏହା ମୋର ଆଶା ଆଉ ବିଶ୍ୱାସ। ଆଉ ନମସ୍କାର।